ପ୍ରେମ ପାଇଁ ଅର୍ଥର କି ସ୍ୱାର୍ଥର ଆବଶ୍ୟକତା ନଥାଏ। ଆବଶ୍ୟକତା ଥାଏ ତ କେବଳ କିଛି ତ୍ୟାଗ, ବିଶ୍ୱାସ ଆଉ କିଛି ଭଲ ପାଇବା ମାତ୍ର। ଜୀବନ ଏକ ରଙ୍ଗମହଲ। ଏଠି ଭଲ କାମ କଲେ ଗାଳି, ଖରାପ କାମ କଲେ ତାଳି। ସମସ୍ତେ ସମସ୍ତଙ୍କ ଅଭିନୟରେ ବ୍ୟସ୍ତ। ଯିଏ ଯେତେ ଭଲ ଅଭିନୟ କରିବେ ସେ ସେତେ ଲୋକମାନଙ୍କୁ ନିଜର କରିପାରିବେ। ମନେ ରଖନ୍ତୁ, ଯଦି ଖରାପ ମଣିଷମାନେ ବୁଝାଇଲେ ବୁଝିଯାଆନ୍ତେ, ତେବେ ଜଣେ ବଇଁଶୀ ବଜାଇବା ବାଲା କେବେ ମହାଭାରତ ହେବାକୁ ଦେଇନଥାନ୍ତି। ପ୍ରକୃତ ପ୍ରେମକୁ କେବେ ଭୁଲି ହୁଏ ନାହିଁ, ଆଉ ସେ ପ୍ରେମ ହୃଦୟରେ ସ୍ମୃତି ହୋଇ ରହିଯାଏ। ହୃଦୟର ଦୁଆରକୁ ସାବଧାନରେ ଜଗିଥାଉ। ଯିଏ ଭଲ ତାକୁ ହୃଦୟରେ ଜାଗା ଦିଅ, ଆଉ ଯିଏ ଖରାପ ତାକୁ ବାହାରକୁ ଯିବାକୁ ଦିଅ। ସାଥ ଛାଡ଼ିବା ଲୋକଙ୍କୁ ତ ବାହାନା ଦରକାର ଛାଡ଼ିବା ପାଇଁ, ନହେଲେ ସାଥ ନିଭେଇବା ଲୋକ ତ ମଶାଣି ଯାଏ ସାଥ ଦିଅନ୍ତି। ଯିଏ ଆପଣଙ୍କୁ ବୁଝିଯାଏ ଆଉ ଖରାପ ପରିସ୍ଥିତିରେ ନିଜକୁ ବୁଝେଇ ଦିଏ, ତାଙ୍କଠାରୁ ଭଲ ମଣିଷ ଆପଣଙ୍କ ପାଇଁ ଆଉ କେହି ନାହାନ୍ତି। ପ୍ରେମରେ ଦୂରତା ସେ ଜାଣିଥାଏ ଯେ ହୃଦୟରୁ ପ୍ରେମ କରିଥାଏ। କାରଣ ପ୍ରକୃତ ପ୍ରେମରେ କିଛି ମିଳୁ କି ନ ମିଳୁ, ବହୁତ କଷ୍ଟ ଆଉ ଲୁହ ନିଶ୍ଚୟ ମିଳିଥାଏ। ଭୁଲ କାହାର ବି ହେଇଥାଉ ନା କାହିଁକି, ପ୍ରେମରେ ସବୁବେଳେ ନିର୍ଦ୍ଦୋଷ ଆଖିରୁ ହିଁ ଲୁହ ଝରେ। ସନ୍ଦେହ ସମ୍ପର୍କକୁ ଭାଙ୍ଗି ଦେଇଥାଏ, ଆଉ ବିଶ୍ୱାସ ଅଜଣା ଲୋକଙ୍କୁ ବି ନିଜର କରିଦେଇଥାଏ। କ୍ରୋଧରେ କୁହାଯାଇଥିବା ଗୋଟିଏ ଶବ୍ଦ ଏତେ ବିଷାକ୍ତ ହୋଇଥାଏ କି ଭଲ ହୃଦୟରୁ କୁହାଯାଇଥିବା ହଜାରେ ମିଠା କଥାକୁ ସମ୍ପୂର୍ଣ୍ଣ ନଷ୍ଟ କରିଦେଇଥାଏ। ମିଛ ପ୍ରେମ କରୁଥିବା ପୁରୁଷକୁ ଏଇ 3ଟି ଲକ୍ଷଣରୁ ଚିହ୍ନନ୍ତୁ। ସିଏ ତୁମ ହୃଦୟକୁ ନୁହେଁ, ବରଂ ତୁମ ଶରୀରକୁ ଭଲ ପାଇବ। ସିଏ ତୁମକୁ ସମ୍ମାନ ଦେବ ନାହିଁ, ତୁମକୁ କେବଳ ଭଲ ପାଉଛି ବୋଲି କହିହେବ, କିନ୍ତୁ ବାହାଘର କଥାରେ ବାହାନା କରିବ। ଜୀବନରେ ସମସ୍ୟା ଯେତେ ବି ହେଇଥାଉ ନା କାହିଁକି, ଚିନ୍ତା କରିଲେ ତାହା 2 ଗୁଣ ହୋଇଯାଏ। ନୀରବ ରହିଲେ ତାହା ଅଧା ହୋଇଯାଏ। ଧୈର୍ଯ୍ୟ ରଖିଲେ ତାହା ସମ୍ପୂର୍ଣ୍ଣ ସମାପ୍ତ ହୋଇଯାଏ, ଏବଂ ଭଗବାନଙ୍କୁ ପ୍ରାର୍ଥନା କଲେ ତାହା ସୁଖରେ ପରିଣତ ହୋଇଯାଏ। କାହାକୁ ଅଧିକ ମହତ୍ତ୍ୱ ଦେବା ଦ୍ୱାରା ଆମେ ନିଜେ ନିଜର ମହତ୍ତ୍ୱ ହରେଇ ଦେଉ। ଜରୁରୀ ନୁହେଁ କି ସବୁ ହତାଶିଆ ପ୍ରେମୀ ତୁମକୁ କାନ୍ଦୁଥିବାର ମିଳିବେ। କିଛି ନିଜର ହସ ପଛରେ ହଜାରେ କଷ୍ଟ ଲୁଚେଇ ରଖନ୍ତି। ଏପରି ମଣିଷଙ୍କ ଠାରୁ ସର୍ବଦା ଦୂରେଇ ରୁହନ୍ତୁ, ଯିଏ ନିଜ ସ୍ୱଭାବ ପାଇଁ ଆପଣଙ୍କୁ ବାରମ୍ବାର କଷ୍ଟ ଦେଉଛି। ଏମାନେ ସେହି ସାପ ପରି ହୋଇଥାନ୍ତି, ଯାହାକୁ ଆପଣ ଯେତେ କ୍ଷୀର ଦିଅନ୍ତୁ, ଯେତେ ଆଦର କରନ୍ତୁ, ଏମାନେ ନିଜ ପ୍ରକୃତିର ଅଧୀନରେ ସର୍ବଦା ରହି ଚୋଟ ମାରିବାର କୌଣସି ବି ସୁଯୋଗ ଛାଡ଼ିବେ ନାହିଁ। ପ୍ରଥମେ ଆପଣ, ତାପରେ ତୁମେ, ଶେଷରେ ତୁ ବୋଲି ସମ୍ବୋଧନ କରନ୍ତି। ବ୍ୟବହାର ଆବଶ୍ୟକତା ହିସାବରେ ବଦଳେଇଥାନ୍ତି। ସମ୍ପର୍କରେ ଭୁଲ ବୁଝାମଣା ଥିଲେ ତାକୁ ବୁଝିବାକୁ ଚେଷ୍ଟା କରନ୍ତୁ। ନ ବୁଝି ସୁଝି କେବେ ସମ୍ପର୍କ ଭାଙ୍ଗନ୍ତୁ ନାହିଁ। ଟେନସନ ସେତିକି ନିଅ ଯେତିକିରେ ତୁମ କାମ ହୋଇଯିବ। ଏତେ ନୁହେଁ କି ଜୀବନ ଟେନସନରେ ଭରିଯିବ। ଭରସା ଆଉ ପ୍ରେମ ଏ 2 ଜଣ ଏମିତି ପକ୍ଷୀ, ଯଦି ସେଥିରୁ କେହି ଜଣେ ଉଡ଼ିଯାଏ, ଅନ୍ୟ ଜଣେ ଆପେ ଆପେ ଉଡ଼ି ଯାଇଥାଏ। ଜହର ତ କେବଳ ନାଁକୁ ବଦନାମ, ନହେଲେ ମଣିଷ ତ ସେତେବେଳେ ମରିଯାଏ ଯେବେ କେହି ଅତି ନିଜର ଧୋକା ଦେଇଥାଏ। ସ୍ୱାର୍ଥ ପାଇଁ ଗଢ଼ା ଯାଇଥିବା ସମ୍ପର୍କ ଯେତେ ଜଲ୍ଦି ଯୋଡ଼ି ହୋଇଯାଇଥାଏ,
ସେତେ ଜଲ୍ଦି ଛିଡ଼ି ଯାଇଥାଏ। ଚଢ଼େଇ ଉଡ଼ିବା ନ ଶିଖିବା ପର୍ଯ୍ୟନ୍ତ ବସାରେ ରୁହେ। ଯେବେ ଉଡ଼ିବା ଶିଖିଯାଏ ନିଜ ଇଚ୍ଛାରେ ଅନ୍ୟତ୍ର ଉଡ଼ିଯାଏ। ସେମିତି ଏହି ମଣିଷ ନିଜ ଇଚ୍ଛା ଥରେ ପୂରଣ ହୋଇଗଲେ ନିଜ ଠିକଣାକୁ ବଦଳେଇ ଦିଏ। ଏହି ଭିଡ଼ିଓଟି ଯଦି ଆପଣମାନଙ୍କୁ ଭଲ ଲାଗିଥାଏ ତାହେଲେ ମୋ ଭିଡ଼ିଓଟିକୁ ଲାଇକ୍, ସେୟାର, କମେଣ୍ଟ କରି ମୋ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦିଅନ୍ତୁ।